ସାର୍ ସତ କହିବେ କଂଗ୍ରେସ ଅପେକ୍ଷା ବିଜେଡି ଆପଣଙ୍କୁ ଅଧିକ ସମ୍ମାନ ଦେଇଛି କି? ଦେଖନ୍ତୁ ହଁ ପ୍ରଥମେ ଯେତେବେଳେ ମୁଁ ଛାତ୍ର ନେତା ପରେ ପରେ ଏଣ୍ଟ୍ରି କଲି ପବ୍ଲିକ ଫିଲ୍ଡ ଆସିଲି 79 ରେ ସେତେବେଳେ ବୃନ୍ଦାବନ ନାୟକ ଚେୟାରମ୍ୟାନ୍ ଥିଲା ଚେୟାରମ୍ୟାନ୍ ଏବଂ ସେତେବେଳେ ଡାଇରେକ୍ଟ ଇଲେକ୍ସନ ହେଲା ଆଜ୍ଞା ଏବଂ ପିଭି ଜଗନ୍ନାଥ ରାव ବୃନ୍ଦାବନ ନାୟକ କଣ୍ଟେଷ୍ଟ ହେଲା। ବୃନ୍ଦାବନ ନାୟକ କଂଗ୍ରେସ ଦଳର ପିଭି ଜଗନ୍ନାଥ ଜନତା ପାର୍ଟିର ସିଂହ ଚିହ୍ନ ବୋଧେ ହାତୀ ଚିହ୍ନ କହିଲେ ସିଂହ ଚିହ୍ନ ବୋଧେ ଆଙ୍କର ଥିଲା ଘୋଡ଼ା ଚିହ୍ନ ନା କ'ଣ ଥିଲା ବୃନ୍ଦାବନ ବାବୁ। ସେତେବେଳେ ବୃନ୍ଦାବନ ବାବୁ ମୋ ପାଖକୁ ଆସିଥିଲେ ମୋ ବଡ଼ ଭାଇ ମିଶିଥିଲେ କହିଲେ ଇଏ ତ କଲେଜର ପ୍ରେସିଡେଣ୍ଟ ଥିଲା ଆଉ ଇଏ ଖାଲିରେ କାହିଁକି ଅଛି 75 ରେ ମୋର ଲସ୍ ହେଲା ମୁଁ ଓକିଲାତି କରିବି ଏ କରିବି ବୋଲି ଏମିତି 79 ପର୍ଯ୍ୟନ୍ତ ଆମର ଫ୍ୟାମିଲି ବିଜନେସ୍ ଥିଲା ମୁଁ ଟିକେ ଦେଖୁଥିଲି ଏମିତି ହେଇକି ଚାଲିଥିଲା। ସେ କହିଲେ ନାଇଁ କାଉନସିଲର ଠିଆ ହବ। ତାପରେ ମୁଁ କହିଲି ହଉ ମୁଁ ପଚାରି ବୁଝିବି ଯୋଉ ଏରିଆରେ ମୁଁ କାଉନସିଲର ପାଇଁ ଠିଆ ହବ କହିଲି ସେ ଏରିଆ ଲୋକ କହିଲେ ଆପଣ ପାର୍ଟିରୁ ଠିଆ ହନ୍ତୁନି ଆପଣ ସ୍ୱାଧୀନ ଠିଆ ହନ୍ତୁ। ତ ମୁଁ ପ୍ରିଫର କଲି ସ୍ୱାଧୀନ ଠିଆ ପାଇଁ ମୋର ମାଠିଆ ଚିହ୍ନ ଥିଲା ସେତେବେଳେ ଫାର୍ଷ୍ଟ କାଉନସିଲର ହଉଛି ମୁଁ ସ୍ୱାଧୀନ କାଉନସିଲର ମାଠିଆ ଚିହ୍ନ ଏବଂ ସେ ଛୋଟ ଯୋଉ ପୋଷ୍ଟର ଆମେ ଯୋଉ ବାଣ୍ଟୁଥିଲୁ ସେ ଲିଫଲେଟ ମୋ ପାଖରେ ଆଜି ପର୍ଯ୍ୟନ୍ତ ଅଛି ଥିଲା। ତାପରେ 80 ମସିହାରେ ମୁଁ କଂଗ୍ରେସ ଜଏନ୍ କଲି। କିନ୍ତୁ ଆପଣ ଯୋଉ ପଚାରିଲେ କଂଗ୍ରେସ କଥା ମୁଁ ଯଦି ଆଜି ଚନ୍ଦ୍ରଶେଖର ସାହୁ ହିସାବରେ ଭାରତ ବର୍ଷରେ 100 ଜଣ ନେତୃତ୍ୱ ଭିତରେ ମୁଁ ଜଣେ ଥିଲି। କଂଗ୍ରେସ ପାର୍ଟି ଥିଲା ଭାରତ ବର୍ଷର 100 ଜଣ ଯଦି ନା ଗଣା ହବ ସେଥି ଭିତରେ ମୁଁ ଜଣେ ଥିଲି ଏବଂ ମତେ ପ୍ରକୃତରେ ରାଜନୀତିରେ ଆସିବା ପାଇଁ ଯୋଉ ପରିଚୟଟା ମିଳିଛି ସେଟା କଂଗ୍ରେସ ଦଳ ହିଁ ଦେଇଛି।